ଦୋଳେଶ ଦୋଳ ଗୋବିନ୍ଦ ଚାପେଶ ମଧୁସୂଦନ ରଥେତ୍ୱം ବାମନ ଦ୍ରଷ୍ଟମ୍ ପୁନର୍ଜନ୍ମ ନ ବିଦ୍ୟତେ। ଶାସ୍ତ୍ର କହେ ପ୍ରଭୁ ନାରାୟଣ ଭଗବାନଙ୍କୁ ଦୋଳରେ ଦୋଳ ଗୋବିନ୍ଦ ରୂପରେ, ଯାହାକି ଏହି ଫଗୁଣ ମାସରେ ସେହି ରୂପ ସେ ନେଇଥାନ୍ତି ଏବଂ ଚାପରେ, ଯାହାକି ବୈଶାଖ ମାସର ଘୁ ଘୁ ତାତିରୁ ରକ୍ଷା ପାଇବା ପାଇଁ ସେ ପୁଷ୍କରଣୀରେ ଚାପ ଯାତ୍ରା କରିଥାନ୍ତି, ଚନ୍ଦନ ଯାତ୍ରା କରିଥାନ୍ତି। ସେଠାରେ ସେ ମଧୁସୂଦନ ରୂପରେ ଯାତ୍ରା କରିଥାନ୍ତି ଏବଂ ଆଷାଢ଼ ମାସର ସେ ବାମନ ରୂପରେ ରଥରେ ବିଜେ କରିଥାନ୍ତି। ସେହି ତିନି ରୂପକୁ ଯିଏ ତାଙ୍କର ଦର୍ଶନ କରେ ସେ ଆଉ ପୁନର୍ଜନ୍ମ ପ୍ରାପ୍ତ କରେ ନାହିଁ। ତେବେ ଆମେ ଆଜି ଦେଖିବା ଯେ ଫଗୁଣ ମାସରେ ଭଗବାନ କାହିଁକି ଯାତ୍ରା କରନ୍ତି ଏବଂ ଏହି ଯାତ୍ରାର ମହିମା କ'ଣ, ଏହି ଯାତ୍ରାରେ ଆମକୁ କ'ଣ ମିଳିଥାଏ ଏବଂ କାହିଁକି ସେ ଏହି ଯାତ୍ରାକୁ ମଧ୍ୟ ରଙ୍ଗର ଯାତ୍ରା, ଅଭିରର ଯାତ୍ରା ମଧ୍ୟ କରିଦେଇଥାନ୍ତି। କଥା ଅଛି ଯେ ଯେତେବେଳେ ଭଗବାନ ବାଳି ରୂପରେ, ବାମନ ରୂପରେ ବାଳିଠାରୁ 3 ପାଦ ଭୂମି ମାଗିଲେ ଏବଂ ସେଇ 3 ପାଦ ଭୂମି ମାଗିବା ଆଳରେ ବାଳିକୁ ଧରଣୀ ଭିତରେ ଚାପି ଦେଇଥିଲେ। ସେଦିନ ଅସୁରକ ଶକ୍ତିର ନାଶ କରିଦେଇଥିଲେ। ସେ ସମ୍ପର୍କରେ ସେ ଧରଣୀକୁ ଅଭିର ଦେଇ ପୂଜା କରିଦେଇଥିଲା ଏବଂ ରଙ୍ଗର ଅଭିର ମଧ୍ୟରେ ନାଶ ହୋଇଯାଇଥିଲା ସେଇ ଆସୁରିକ ଶକ୍ତିର। ଆଉ ଏକ ରଙ୍ଗ ବା ଅଭିରର ଗୁଣ ହେଲା ଯେ ସମସ୍ତ ନକାରାତ୍ମକ ଶକ୍ତିକୁ ସେ ଦୂର କରିଦେବ। ରଙ୍ଗ ଅଭିର ମାଧ୍ୟମରେ, ଫଗୁ ମାଧ୍ୟମରେ ମଣିଷ ରୋଗ ଯନ୍ତ୍ରଣାକୁ ଦୂର କରିଦେଇପାରିବ। ଏଣୁ ରଙ୍ଗର ଯାତ୍ରା ଏଇ ଦୋଳ ଉତ୍ସବକୁ। ଆଉ ଏକ ଲୋକକଥା ମଧ୍ୟ ଅଛି ଯେ ସେତେବେଳେ ଭଗବାନ କୃଷ୍ଣ କଳା ଥିଲେ, ମାତ୍ର ରାଧା ଗୋରା ଥିଲେ। ରାଧା ଗୋରା ଥିବାରୁ କୃଷ୍ଣଙ୍କ ମନରେ ଏକ ମାନସିକ ଅବସାଦ ରହୁଥିଲା। ଏଥିପାଇଁ ଯଶୋଦା ତାଙ୍କୁ କହିଥିଲେ, ତୁ ରଙ୍ଗ ଅଭିର ଦେଇ ରାଧାକୁ ତା ରଙ୍ଗକୁ ପରିବର୍ତ୍ତନ କରିଦିଏ ଏବଂ ତୁ ମଧ୍ୟ ତୋ ଦେହର ରଙ୍ଗକୁ ପରିବର୍ତ୍ତନ କରିଦେ। ଦେଖିବୁ ତୋ ମନ ଭିତରେ ନା ରାଧାର ଗୋରା ବର୍ଣ୍ଣ ପାଇଁ କିଛି ଅବସାଦ ରହିବ। ତେବେ ଏହି ରଙ୍ଗର ଉତ୍ସବ, ବସନ୍ତ ଋତୁର ସେହି ଉତ୍ସବକୁ ଲୋକେ ଅନେକ ମହତ୍ତ୍ୱ ଦେଇଥାନ୍ତି। ଯାହାକୁ ଦର୍ଶନ କଲେ, ଯାହାଙ୍କୁ ଭକ୍ତି କଲେ ସମସ୍ତଙ୍କୁ ଅନେକ କିଛି ପୁଣ୍ୟ ମିଳିଥାଏ ବୋଲି ଆମର ଶାସ୍ତ୍ର କହୁଛି।